ଦୀର୍ଘ 9 ମାସ ପରେ ଘରକୁ ଫେରିବେ ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନିତା ଏବଂ ସାଥୀ। ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ନାସାର କ୍ରୁ 10। 9 ମାସ ପରେ ଭୂପୃଷ୍ଠକୁ ଫେରିବାକୁ ଯାଉଛନ୍ତି ମହାକାଶଚାରୀ ସୁନିତା ୱିଲିୟମ ଏବଂ ତାଙ୍କର ସାଥୀ ବୁଚ୍ ୱିଲମର। ତାଙ୍କୁ ଫେରାଇ ଆଣିବାକୁ ସ୍ପେସ୍ ଷ୍ଟେସନରେ ପହଞ୍ଚିଲା କ୍ରୁ 10 ସ୍ପେସ୍ କ୍ରାଫ୍ଟ। ଶନିବାର ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଏହାକୁ ଲଞ୍ଚ କରାଯାଇଥିଲା। ଫାଲକନ୍ 9 ରକେଟ୍ ଦ୍ୱାରା ଏହାକୁ ସ୍ପେସ୍ ଷ୍ଟେସନ ପଠାଯାଇଛି। ଏଥିରେ ଆମେରିକାର 2 ଏବଂ ଜାପାନର 2 ମହାକାଶଚାରୀ ରହିଛନ୍ତି। କ୍ରୁ 10 ସ୍ପେସ୍ କ୍ରାଫ୍ଟ ସେଠାରେ ପହଞ୍ଚିବା ପରେ ସୁନିତା ଖୁସିରେ ନାଚୁଥିବା ଭିଡ଼ିଓ ଏବେ ସାମ୍ନାକୁ ଆସିଛି। କିଛି ସମୟ ପରେ ସ୍ପେସ୍ ଷ୍ଟେସନରେ ଡଙ୍କିଂ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ 19 ତାରିଖ ପୂର୍ବରୁ ସୁନିତା ଏବଂ ତାଙ୍କ ଟିମ୍କୁ ନେଇ ଫେରିବ କ୍ରୁ 10। ସୂଚନା ଅନୁଯାୟୀ ସୁନିତା ଏବଂ ତାଙ୍କ ଟିମ୍ ଗତ ବର୍ଷ ଜୁନ୍ ମାସରେ ବୋଇଂ ଷ୍ଟାରଲାଇନ୍ ଦ୍ୱାରା ନାସା ସ୍ପେସ୍ ଷ୍ଟେସନରେ ପହଞ୍ଚିଥିଲେ। କିଛି ଦିନ ମଧ୍ୟରେ ସେମାନେ ସ୍ପେସ୍ ଷ୍ଟେସନରୁ ଫେରିଥାନ୍ତେ, ମାତ୍ର ସ୍ପେସ୍ କ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଦୀର୍ଘ 9 ମାସ ହେଲା ସେଠାରେ ଫସି ରହିଛନ୍ତି। ଏବେ ଡ୍ରାଗନ୍ କ୍ୟାପସୁଲ୍ କ୍ରୁ 10 ସ୍ପେସ୍ କ୍ରାଫ୍ଟ ଦ୍ୱାରା ତାଙ୍କୁ ପୃଥିବୀକୁ ଫେରାଇ ଅଣାଯିବ। 2 ଦିନ ଭିତରେ ହେବ ହ୍ୟାଣ୍ଡଓଭର ପ୍ରକ୍ରିୟା। ଆଉ ମହାକାଶକୁ ବିଦାୟ ଦେବା ପୂର୍ବରୁ ସୁନିତାଙ୍କ ସମେତ ସମସ୍ତ ମହାକାଶଚାରୀ ଦୁଇ ଦିନିଆ ହସ୍ତାନ୍ତର ପ୍ରକ୍ରିୟା ସମାପ୍ତ କରିବାକୁ ପଡ଼ିବ। ଆଉ ଏଭଳି ପରିସ୍ଥିତିରେ ସୁନିତା ୱିଲିୟମ ଏବଂ ବୁଚ୍ ୱିଲମର ମାର୍ଚ୍ଚ 19 ତାରିଖ ସୁଦ୍ଧା ପୃଥିବୀରେ ପହଞ୍ଚିବାର ସମ୍ଭାବନା ରହିଛି। Onishi, the first Crew 10 astronaut through the hatch, followed by Peskov. Nicole Ayers, the first of the Fly's newest class of astronauts to enter. And last